फूला कहा थरी मो काने गुपथरी एमिति हुए सते कि हाँ प्रेमरे पड़ी कले। ଇଲୋ ଏଇ ଟୋକିଟା କିଏ ବା? କ'ଣ ଏମିତି ଗୀତ ଗାଇ ଗଲାଣି? ତା ମନ ଭାରି ଖୁସି ଅଛିଲୋ। ଏଇ ଟୋକି ଖାଲି ଫୋନରେ ଗପିଲା। ଇଲୋ ମୁଁ ଶୁଣିଛି ଆଜି ସୁଭଦ୍ରା ପଇସା ମିଳୁଛି ବା, ସେଇ ଯୋଗୁଁ ଏଇ ଟୋକି ଖଣ୍ଡକ ଏମିତି ହଉଛି ବା। ଆଲୋ ସତେ କି? ମୁଁ ସେଇଆ ଭାବୁଥିଲି ଲୋ। ଏଇଠି ଅନାନି, ଆଜି ସକାଳେ ଦଳେ ମାଇକିନା ଇଏ କାନ୍ଧରେ ବେଗ ପକେଇ ସେ ବେଙ୍କ ପାଖରେ ବଇଥିଲେ ଲୋ। ଇଲୋ ଜାଇଲୁ ରାଣିଆ ବୋଉ, ସେ ମାଇକି ନେଇ ପଡିଲ ଖାଲି ସଜବାଜ ହୋଇ ଦେଖେଇ ହଉଛନ୍ତି। ଏ ଛାଡେ ବା, ତୋ ବୟସ କେତେ ତୁ କହିଲୁ? ମୋ ବୟସ କହିଲା ବେଳକୁ ମତେ ଟିକେ ଲାଜ ଲାଗୁଛି ଲୋ। ଇଲୋ କହ ବା, ଏତେ ଛାଙ୍କି ମୋଡି କାହିଁ ହଉଛୁ ମ? ଇଏ ମୋ ବୟସ ଆଉ କେତେ ହବ ଲୋ? ତୁ ତ ଜାଣିଛୁ ଇଏ ତୋ ଦିଅର ଯେବେ ମତେ ବାହା ହେଲା, ମୁଁ ସେତେବେଳେ ବେଶୀ ବୟସର ନଥିଲି ମ। ଇଏ ହେଇ ହେଇ 50 କି 52 ଭିତରେ ହବ, ଆଉ କେତେ ହବ? ଇଏ ନା ଲୋ, ଏ ମୋର ବା କ'ଣ ସେଇ କାଗଜ ପତ୍ରରେ ଭୁଲ ଥିଲା। ତାହେଲେ ତ ତୋର ସୁଭଦ୍ରା ଯୋଜନା ମିଳିବା କଥା। ମଲା ମ, ସତ କଥା କହୁନୁ, 60 ବୟସ ହେଲାଣି ବୋଲି। ଇଲୋ ନାଇଁ ଲୋ। ଇଲୋ ମୁଁ ଶୁଣିଥିବା ତୁ କୁଆଡେ ଭତ୍ତା ପାଇବୁ। ନାଇଁ ମ, କିଏ କହିଲା ଲୋ? ଆଲୋ ସେ ଛଟକ ମାଇକିନା ମାନଙ୍କୁ ଦେଖୁନୁ କେମିତି ସଜବାଜ ହେଇ ବୁଲିଲେଣି। ହଁ ଲୋ, 5,000 ଟଙ୍କା ପାଇଁ ମାଇକି ନେଇ ବ୍ୟାଙ୍କରେ ଘର କଲେଣି। ଆଉ କଣ ଘରେ ରହୁଛନ୍ତି କିଲୋ? ଆଲୋ ବୁଝିଲୁ, ଇଲୋ ଏଇ ମାଇକିନାଙ୍କ ଖୁସିରେ ଥିବାର ଦେଖିଲେ ମୋ ଦେହ ଖାଲି ଜଳି ଯାଉଛି ଲୋ। ଇଲୋ ରହ ବା, ସେମାନେ ସେ 6 ମାସର ସୁଭଦ୍ରା ପଇସା ପାଇଲେ, ସେଥିରେ ପୁଣି ଏତେ ଛଟକ। ମୁଁ ତ ମାସକୁ ମାସ ଭତ୍ତା ପାଉଛି, ମୁଁ ବି କେତେ ଛଟକ ମାରିବି। ହଁ ଆଉ ତୁ ରାଣିଆ ବୋଉ, ତୋ ଆଧାରୁ ଆଉ ବୟସ କମାନି। ଏ ସୁଭଦ୍ରା ପଇସା ପାଇଁ ଚିନ୍ତା କାହିଁକି? ମୋ କଥା ମାନେ ମ, ସୁଭଦ୍ରା ଛାଡେ, ଭତ୍ତା କର, ମାସକୁ ମାସ ପଇସା ପାଇବୁ। ସେ 6 ମାସରେ ଛଟକ ଦେଖେଇଲେ ଆମେ ମାସକୁ ମାସ ଛଟକ ଦେଖେଇ ଦବା ଲୋ। ହଁ ଲୋ, ଇଏ ଭଲ କଥା କହିଥିଲୁ। ମତେ ଆଧାର ବଦଳାଇବାର ଆଉ ଦରକାର ନାହିଁ। ଇଲୋ ମତେ ପରା 60 ବରଷ। ସତରେ ବୁଟୁ ବୋଉ, ତୁ ମୋ ଆଖି ଖୋଲିଦେଲୁ ଲୋ, ମୋ ଆଖି ଖୋଲିଦେଲୁ। ଜାଇଲୁ ରାଣିଆ ବୋଉ, ତୋ ପାଖରୁ ତୋ ସତ କଥା ବାହାର କରିବା ପାଇଁ ମୁଁ ଏଇ ଉପାୟ ଚିନ୍ତା କରିଥିଲି ଲୋ। ଏ ଭଗବାନ, ଏ ବୁଟୁ ବୋଉ ତୁ କ'ଣ କଲୁ ଲୋ? କ'ଣ କଲୁ?